কালিয়া রে কালিয়া এ জনম পরে আর জনমকু করিবু মতে তো জমি হলিয়া। কালিয়া রে কালিয়া এ জনম পরে আর জনমকু କରିଦେ ମୋତେ ତ ଜମି ହଳିଆ। ଭଜନ ସମ୍ରାଟ ଭିକାରୀ ବଳଙ୍କ ଏହି ଅମର ସଙ୍ଗୀତର ପଙ୍କ୍ତି ଆଜି ସତ ହୋଇଛି ବଲାଙ୍ଗୀରର ଜଣେ ଚାଷୀଙ୍କ ପାଇଁ। ପ୍ରଥମ ଥର ପାଇଁ ପୁରୀ ଶ୍ରୀମନ୍ଦିର ବଡ଼ଠାକୁରଙ୍କ କୋଠଭୋଗ ପାଇଁ ବଲାଙ୍ଗୀର ଜିଲ୍ଲାରୁ ଯିବ ଅମୃତ ଅନ୍ନ। କୋଠଭୋଗରେ ଲାଗି ହେବ ସୁଗନ୍ଧିତ ଝିଲ୍ଲି ଓ ଗୋବିନ୍ଦ ଭୋଗ କିସମର ଚାଉଳ ସହ ଝାଇଁମୁଗ। ଏଥିପାଇଁ ଜିଲ୍ଲାରେ ଅମୃତ ଅନ୍ନ ଯୋଜନାରେ ଆରମ୍ଭ ହୋଇଛି ବିଶୁଦ୍ଧ ଜୈବିକ ଚାଷ। ନିଜକୁ କାଳିଆ ସାନ୍ତଙ୍କ ହଳିଆ ଭାବି ଭକ୍ତିରେ ବିଭୋର ହୋଇପଡ଼ିଛନ୍ତି ଚାଷୀ। ଇଥିର୍ଲାଗି ଆଜ୍ଞା ଖୁସିର ମାନେ ସୀମା ନେନ ଆଜ୍ଞା ଆନନ୍ଦର ସୀମା ନେନ। ମୋତେ ବି 2008ରେ ମୁଖ୍ୟମନ୍ତ୍ରୀ ପୁରସ୍କୃତ ବି କରିସାରିଛନ୍। କିନ୍ତୁ ତାନୁ ବୋଲିକିରି ଇଟା ଇ ବର୍ତ୍ତମାନର ସରକାର ରାଜ୍ୟ ସରକାର ଭଗବାନଙ୍କର ବିଷୟରେ ଏତେ ତତ୍ପର ହେଇକିରି ମୋତେ ଚୟନ କରିଛନ୍ ଚାଷ କରବାର୍ ଲାଗି, ଯେନ୍ଟାକି ମୋର୍ ଚାଷର ମୋର୍ ପରିଶ୍ରମର ଅନ୍ନଟା ତାଙ୍କର ଭୋଗରେ ଲାଗ୍ବା, ପ୍ରଭୁଙ୍କର ଭୋଗରେ ଲାଗ୍ବା। ଇଥିର୍ଲାଗି ବହୁତ କୃତଜ୍ଞ। ତାପରେ କୃଷି ବିଭାଗ ବଲାଙ୍ଗୀର ତରଫରୁ ବି କୃତଜ୍ଞ। ଆଉ ଆପଣମାନଙ୍କର ସହଯୋଗ, ଆପଣଙ୍କର ଉତ୍ସାହ, ଆପଣ ଯେନ୍ ମୋତେ ଉତ୍ସାହିତ କରୁଛନ୍, ଇଥିର୍ଲାଗି ବି ଆପଣମାନଙ୍କର ମିଡ଼ିଆ ବନ୍ଧୁମାନଙ୍କୁ ବି ମୋର ଶେଷ ଧନ୍ୟବାଦ। ଆଉ ତାଙ୍କଠାରେ ବି କୃତଜ୍ଞ। ଇଟା ବିନା ସାର ବିନା ଔଷଧ ମାନେ ରାସାୟନିକ ଔଷଧ ଆଉ ସାର ବ୍ୟବହାର ନାଇଁ ହୁଏ ଆଜ୍ଞା, ଯେନ୍ଟାକି ଆମେ ଆଗରୁ ବି କରି ହେଉଥିଲୁ। ଆଉ ଚୟନ ହେଇଛେ ପୁରୁଣା ଝିଲ୍ଲି ଧାନ, ଯେନ୍ଟାକି ସରୁ ଚାଉଳ, ଆଉ ତାର୍ ସାଙ୍ଗେ ବାସନା ସରୁ ଚାଉଳ ଆଇছে ଗୋବିନ୍ଦ ଭୋଗ। ଆମକୁ ମନ୍ଦିର ତରଫରୁ ସରକାର ଆମକୁ ଯୋଗେଇ ଦେଇଛନ୍ ମଞ୍ଜିଟା, ବିହନଟା। ଆଉ ସେଇ ବିହନକେ ଆମେ ତଳି ପକେଇକିରି ଏବେ ଆମେ ଚାଷ କରବାକେ ଯାଉଛୁ। ଆଉ ଯେନ୍ଟା ଚାଷରେ ଅମଳ ହେବ ସେ ସବୁକେ ପ୍ରଭୁଙ୍କ ଠାନେ ଲାଗ୍ବା ଭୋଗରେ, ଯିଏକି ଲକ୍ଷ୍ମୀ ଠାକୁରାଣୀ ଯେ ଆମକୁ ଅନ୍ନ ବସ୍ତ୍ର ଦଉଛନ୍, ତାଙ୍କର ହାତେ ଆମର୍ ଗଲା ଚାଉଳଟା ରୋଷେଇ ହେଇକିରି ପ୍ରଭୁ ମାନେ ଜଗନ୍ନାଥ ପ୍ରଭୁ ବଳଭଦ୍ର ଠାକୁର, ସୁଭଦ୍ରା ମାତା ଏମାନଙ୍କର ପାଖେ ଭୋଗ ଲାଗ୍ବା। ଇଥିରୁ ବୋଲିକି ଇ ଜନ୍ମ ତ ଜନ୍ମ ଆଜ୍ଞା କେତେ ଜନ୍ମର ପାପ ନାଶନ ହେଇଯିବା, ଇଟା ମୋର ଦୃଢ଼ ବିଶ୍ୱାସ। ଯେ ଆମକୁ ସହଯୋଗ ବି କରୁଛନ୍ ସମସ୍ତଙ୍କର ଭାଗ୍ୟ ବି ସେମାନେ ବି ଏଥିରେ ତରିଯିବେ। ଜଗତର ନାଥ ଜଗନ୍ନାଥଙ୍କ ସେବାରେ ନିଜକୁ ନିୟୋଜିତ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କୁ। ବଲାଙ୍ଗୀର ଉପକଣ୍ଠ ଗଇଁତଳା ଗ୍ରାମର ଚାଷୀ ବୃନ୍ଦାବନ ପଟେଲ ନିଜ 10ରୁ 12 ଏକର ଜମିରେ କୌଣସି ରାସାୟନିକ ସାର କିମ୍ବା କୀଟନାଶକ ବ୍ୟବହାର ନକରି ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ ଆରମ୍ଭ କରିଛନ୍ତି। କେବଳ ଗଇଁତଳା ନୁହେଁ, ଜିଲ୍ଲାର ମୁରିବାହଲ, ଆଗଲପୁର, ପାଟନାଗଡ଼ ଓ ପୁଇଁତଳା ବ୍ଲକର 80 ହେକ୍ଟର ଜମିରେ ଗୋବିନ୍ଦ ଭୋଗ ଏବଂ ଝିଲ୍ଲି ଧାନ ଚାଷ କରାଯାଉଛି। ଧାନ ଅମଳ ପରେ ପ୍ରାୟ 20 ହେକ୍ଟରରେ ହେବ ଝାଇଁମୁଗ ଚାଷ। VLW ଆଜ୍ଞା ଆଇଥିଲେ ଆଉ ପୁରୀ ମନ୍ଦିରକେ ଭୋଗ ଲାଗି ଚାଷ କର ବୋଲି ଧାନ ପଠେଇଥିଲେ। ଆଉ ସେଟା ତାଙ୍କର ମାଧ୍ୟମରେ ଚାଷ କରାହେଉଛି। ମନୋନୀତ ବୋଲେ ଆଜ୍ଞା ଦେଖୁନ୍ ପୁରୀ ମନ୍ଦିରକେ ଯିବାଟା ଇଟା ନୁ ଆର୍ ବଡ଼ ଜିନିଷ ବୋଲି କିଛି ନେଇନ, ସେଥିର୍ଲାଗି ବେଶୀ କରି ଉତ୍ସାହ ଆମେ ସମସ୍ତେ ହେନୁ। ଇଟା ପ୍ରୋସେସ୍ ବୋଲେ ଆଜ୍ଞା ଦେଖୁନ୍ ଇଟା ବିନା ଫର୍ଟିଲାଇଜର୍ ବିନା କେମିକାଲ୍ ଆଉ ଧନିଚା ଚାଷ କରାହେଇଛେ, ସେଟାକେ କାଦ ଇଟା ଚାଲିଛେ। ଇଟା ହେଇଯିବା ଆଜ୍ଞା ମୋର ବଡ଼ ବାପା ଆଉ ଆମରଟା ଆଉ ପାଖେ 2-4 ଜଣ ଗାଁର କରୁଛନ୍। ହଁ, ଟୋଟାଲ୍ 12 ଏକଡ଼ ହେଇଯିବା, 12ରୁ 15 ଏକଡ଼ ହେଇଯିବା। ଇଟା ଡିସେମ୍ବରରୁ ଜାନୁଆରୀ ପହିଲାରେ ଅମଲ ହେଇଯିବା ଆଜ୍ଞା। ବହୁତ ଆଜ୍ଞା ଆନନ୍ଦ ଲାଗୁଛି ଇଟା, କାହିଁକି ଇ ଚାଷଟା ସମସ୍ତେ କରି ନାଇଁ ପାର୍ବା। ଇଟା ଯଦି ଆମର୍ ପାଖ୍କେ ଯଦି ଭଗବାନଙ୍କର ପାଖ୍କେ ଭଗବାନଙ୍କର ଭୋଗର ଲାଗି ଯଦି ଆମେ ଚାଷ କରିଛୁଁ ବୋଲେ ଇଟା ଆଉ ଆମେ କାଣା ନେମା ଆଜ୍ଞା। ବହୁତ ଗର୍ବ ଅନୁଭବ କରୁଛେ। ରୋଇବାର 130 ଦିନ ପରେ ଅର୍ଥାତ୍ ଡିସେମ୍ବର ଶେଷ କିମ୍ବା ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ଏହି ଧାନ ଅମଳ ହେବ। ଏହି ଚାଉଳ କୌଣସି ଖୋଲା ବଜାର କିମ୍ବା ମଣ୍ଡିରେ ବିକ୍ରି ହେବ ନାହିଁ। କୃଷି ବିଭାଗ ପକ୍ଷରୁ CBO କ୍ଲଷ୍ଟର ବେସ୍ ଅର୍ଗାନାଇଜେସନ୍ ଜରିଆରେ ଚାଷୀଙ୍କଠାରୁ ଏହା ସଂଗ୍ରହ କରାଯିବ। ଅମଳ ପରେ ଓସ୍ପୋକୋ ଜରିଆରେ ନମୁନା ସଂଗ୍ରହ କରାଯାଇ ଲ୍ୟାବ୍କୁ ପଠାଯିବ। ଲ୍ୟାବ୍ ରିପୋର୍ଟ ସମ୍ପୂର୍ଣ୍ଣ ଜୈବିକ ଓ ସୁରକ୍ଷିତ ଆସିବା ପରେ ତାହା ଶ୍ରୀମନ୍ଦିର କୋଠଭୋଗ ନିମନ୍ତେ ପଠାଯିବ। ଜିଲ୍ଲା ପ୍ରଶାସନ ଆଉ ଆମର
पुरीर श्रीमंदिर प्रशासन मिलित आनुकूल्य और राज्य सरकार योजना को लेकर आम जेन योजना करुचु सेटा हला अमृत अन्न योजना माध्यम बलांगीर जिल्लारू 100 हेक्टर देसी किसम डाली आउ चाउल जीव पुरी मंदिर प्रशासन पाके से योजना एक्चुअली अमृत अन्न किंतु एटा मेनली आसी केंद्र सरकार गोटे योजना थिला नेचुरल फार्मिंग साइमल्टेनियसली पैरेलली ता सहित स्टेट राज्य सरकार गोटे योजना अच्छी बलभद्र जैविक योजना जो थर तार गोटे कंपोनेंट है अमृत अन्न गत वर्ष ओडिशा राज्य सरकार ताकू जिला विभिन्न जिले में आरंभ करथिले आ ए वर्ष बलांगीर रे आमे आरंभ करिछु 100 हेक्टर पई आमे ए अमृत अन्न योजना पाइछु जो थरे कि 80 हेक्टर धान गोविंद भोग झिल्ली चाउल को आमे प्रोत्साहन करूछु ए बिहन गुडा को आमे लोकल मार्केट रो माने गत वर्ष जो अंचल रे हेइतला सेठू प्रोक्योर करिछु जेहेतु एटा देसी किसम रो बिहनटा निहाती भाव तार आदाय कमिबो किंतु जेहेतु एटा जिला पुरी प्रशासन जगन्नाथ मंदिर प्रशासन को जीव से एटा को आमे बहुत भाव विह्वल होकरी चाषी बेनिफिशियरी बाछिकी आमे कार्यक्रम को नहींछु कालिया रे कालिया ए जन्म परे आर जन्म को करिबु मते तू जमी हलिया एटा साकार हेची बलांगीर जिला पुईतला ब्लॉक गईतला गाँव चाषी आउ एठू धान हबो धान पर चाउल चाउल पर जीव से श्रीक्षेत्र धाम को आउ सेठी भोग लगी हेबो तीन ठाकुरंक पाखरे बलांगीरु गुप्तेश्वर पृष्टि खबर ओडिशा।